नमस्कार ମୁଁ ମିତା ମୋ ଲକ୍ଷ୍ମୀ ଆଣ୍ଡିଶାଳା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ସ୍ୱାଗତ। ଆଗକୁ ଆଉଛି ରାମନବମୀ। ଆଜି ଆମେ ବନେଇବା ଶ୍ରୀରାମଙ୍କର ଅତି ପ୍ରିୟ ଗୋଟେ ସରବତ ବା ଗୋଟେ ପ୍ରସାଦ ବନେଇକି ଦେଖେଇବି। ଏଇଟା ପ୍ରାୟ ମନ୍ଦିରରେ ରାମନବମୀ ଦିନ ଏ ପ୍ରସାଦଟା ମିଳିଥାଏ। ଆଉ ଏଇଟା ସାଉଥ ଇଣ୍ଡିଆର ବି ବହୁତ ଫେମସ୍। ସେଠିକାର ମନ୍ଦିରରେ ଶ୍ରୀରାମ ନବମୀ ଦିନ ଏଇଟା ବନା ହେଇଥାଏ ଆଉ ପ୍ରସାଦ ରୂପରେ ଭୋଗ ଲଗାଯାଇଥାଏ ଶ୍ରୀରାମ ପ୍ରଭୁଙ୍କୁ। ଖାଲି ସାଉଥ ଇଣ୍ଡିଆ ନୁହଁ, ଆମ ଓଡ଼ିଶାରେ ପ୍ରାୟ ମନ୍ଦିରରେ ରାମନବମୀ ଦିନ ଏ ପ୍ରସାଦଟା ଶ୍ରୀରାମଙ୍କ ମନ୍ଦିରରେ ତିଆରି ହେଇକି ପ୍ରସାଦ ରୂପରେ ଭୋଗ ଲଗାଇବା ସହିତ ବଣ୍ଟା ବି ଯାଇଥାଏ ଭକ୍ତଙ୍କ ଭିତରେ। ଆଉ ବହୁତ ବଢ଼ିଆ ଲାଗେ ପ୍ରସାଦ ପାଇବା ପାଇଁକା, ବହୁତ ଟେଷ୍ଟ ଲାଗେ। ତ ଆଜି ଆମେ ବନେଇବା ପ୍ରଭୁ ଶ୍ରୀରାମଙ୍କର ଅତି ପ୍ରିୟ ସରବତ ବା ପ୍ରସାଦ, ଯେଉଁଟା ବନେଇବା ବହୁତ ସହଜ। ତ ଭିଡ଼ିଓଟାକୁ ଜମାରୁ ସ୍କିପ୍ ନ କରିକି ପୁରା ଦେଖନ୍ତୁ। ଦେଖି ସାରିଲା ପରେ ଯଦି ଭଲ ଲାଗୁଛି ପ୍ଲିଜ୍ ଭିଡ଼ିଓ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ତ ପ୍ରଭୁ ଶ୍ରୀରାମଙ୍କର ଏହି ସରବତ ବନେଇବା ପାଇଁକା ପ୍ରଥମ ଗୋଟେ ଏଠି ପିତ୍ତଳର ଜାଗା ନେଇଯାଇଛି। ସେଠି ମନ୍ଦିରରେ ମାଟି ପାତ୍ରରେ ତିଆରି ହେଇଥାଏ। ତ ମୋ ପାଖେ ମାଟି ପାତ୍ର ନାହିଁ, ତ ପିତ୍ତଳ ତସଲାଟି ଏଠି ନେଇଛି। ପିତ୍ତଳ ତସଲାରେ ପ୍ରଥମେ ଏଠି ପାଣି ଦେଇଦେବା, ତାପରେ ଏଠି ଆମେ ଗୁଡ଼ ଦେବା। ଗୁଡ଼ ଆପଣ ପାଣି ନିଅନ୍ତୁ, ପାଣିବାଲା ଗୁଡ଼ ବି ଏଠି ନେଇପାରନ୍ତି, କିନ୍ତୁ ଗୁଡ଼ଟାକୁ ଟିକେ ଚୁନା ଚୁନା କରିନେବେ। ତ ଏଠି ଦେଖନ୍ତୁ ବଢ଼ିଆ ଭାବରେ ଗୁଡ଼ ଦେଇକି ଏଠି ଭଲ ଭାବରେ ମିଶାଇ ନେବା। ମିଠା ଆପଣଙ୍କୁ କେତିକି ଦରକାର ସରବତରେ ସେତିକି ଏଠି ମିଠା ଦେବେ ଗୁଡ଼। ତ ଯେତିକି ଗୁଡ଼ ଏଠି ମୁଁ ପାଣି ଦେଇଛି 4 ଜଣଙ୍କ ପାଇଁକା ହେଇଯିବ ଏ ସରବତ। ତ ଆପଣ ଯେତେ ଜଣଙ୍କ ପାଇଁ ବନେଇବେ ସେତିକି ପାଣି ଗୁଡ଼ ଏଠି ଦେଇଦେବେ। ତ ଏଠି ଦେଖନ୍ତୁ ଭଲ ଭାବରେ ଗୁଡ଼କୁ ମିଶାଇ ସାରିଲା ପରେ ଏବେ ଏଥିରେ ଦେଇଦେଉଛି କେଶର। କେଶର କିଛି ଧାଗାକୁ ଏମିତି ବଢ଼ିଆ ଭାବରେ ଏମିତି ଛିଡ଼େଇକି ଦେଇଦେବା। ଭଲ ଭାବରେ କେଶର ଦେଇସାରିଲା ପରେ ମିଶାଇ ନେବା। ତାପରେ ଏଠି ଆମେ ଦେଇଦେବା ଫାଳେ ଲେମ୍ବୁ। ଲେମ୍ବୁର ଏଠି ଦେଖନ୍ତୁ ଲେମ୍ବୁକୁ ଜମାରୁ ସ୍କିପ୍ କରିବେନି, ଲେମ୍ବୁ ହିଁ ଦେବେ। ତ ଲେମ୍ବୁ ଦେଖନ୍ତୁ ଗୋଟେ ଲେମ୍ବୁକୁ ପୁରା ଚିପୁଡ଼ି ତା ରସ କାଢ଼ି ଆଣିଛି। ସେଥିରୁ ଏଠି ଦେଇସାରିଲା ପରେ ତାପରେ ଏଠି ଗୋଲମରିଚ ଗୁଣ୍ଡ, ତାପରେ ଏଠି ଦେଇଦେଉଛି ଅଦାର ରସ ଦେଇଦେଉଛି। କଞ୍ଚା ଅଦାକୁ ତାର ରସ କାଢ଼ିନି ତାକୁ ଦେଇଦେଉଛି। ଗୁଜୁରାତି ଗୁଣ୍ଡ ଦେଇଦେଉଛି। ତାପରେ ଏଠି ଆମେ ଲୁଣ ଦେବା ସ୍ୱାଦ ଅନୁସାରେ। ତାପରେ କିଛି ଏଠି ତୁଳସୀ ପତ୍ର ଏଠି ଦେବା। ତୁଳସୀ ପତ୍ର ଏଠି ଦେବେ, କିମ୍ବା ଆପଣଙ୍କ ପାଖେ ଯଦି ପୋଦିନା ପତ୍ର ଥିବ ତାକୁ ବି ଦେଇପାରନ୍ତି, ଦୁଇଟା ଯାକ ଦେଇପାରନ୍ତି। ଭଲ ଭାବରେ ସବୁ ଜିନିଷକୁ ମିଶାଇ ଦେବା। ଯଦି କଞ୍ଚା ଅଦା ରସ ଦେଉନାହାନ୍ତି ତାହେଲେ ଅଦା ପାଉଡ଼ର ବି ଏଠି ବ୍ୟବହାର କରିପାରିବେ। ସବୁ ଜିନିଷକୁ ଭଲ ଭାବରେ ମିଶାଇ ସାରିଲା ପରେ ଏବେ ଏଥିରେ ଆମେ ବରଫ ବା ଆଇସ୍ କ୍ୟୁବ୍ ଗୋଟେ ଦେଇଦେବା। ଗୋଟେ କଥା ମନେ ରଖିବେ, ଏ ପ୍ରସାଦ ଶିଖପୁର ବିନା ଜମାରୁ ସମ୍ପୂର୍ଣ୍ଣ ନୁହଁ। ତ ଶିଖପୁର ନିଶ୍ଚିନ୍ତ ଦେବେ। ସେଇଟା ମୁଁ ଦେଲାବେଳେ ସୁଟ୍ କରିପାରିଲିନି। ତ ଯେତେବେଳେ ଗୁଜୁରାତି ଗୁଣ୍ଡ ଆମେ ଦେଲୁ ସେହି ଟାଇମ୍ରେ ଶିଖପୁର ଦେବେ। ଆଉ ଏଇଠି ଆମର ରେଡ଼ି ହେଇଯାଇଛି ପ୍ରଭୁ ଶ୍ରୀରାମଙ୍କର ଅତି ପ୍ରିୟ ସରବତ ବା ଏ ପ୍ରସାଦ, ଯେଉଁଟା ରାମନବମୀ ଦିନ ତିଆରି ହେଇଥାଏ। ଶ୍ରୀରାମଙ୍କ ପାଖରେ ପ୍ରସାଦ ରୂପରେ ଏ ସରବତଟା ଭୋଗ ଲାଗିଥାଏ। ଆଉ ବହୁତ ବଢ଼ିଆ ଲାଗେ, ଆଉ ବନେଇବା ତ ବହୁତ ସହଜ। ତ ଗୋଟେ ଶଙ୍ଖର ଘରା ଗୋଟେ ପିତ୍ତଳ ଗ୍ଲାସ୍ରେ ଏଠି ମୁଁ କାଢ଼ି ଦେଇଛି। ଏଇଠି ଆମର ପ୍ରଭୁ ଶ୍ରୀରାମଙ୍କର ଅତି ପ୍ରିୟ ଏଇ ସରବତଟା ରେଡ଼ି ହେଇସାରିଛି। ଥଣ୍ଡା ଥଣ୍ଡା ଏଇଟା ପିଇବାକୁ ବହୁତ ବଢ଼ିଆ ଲାଗେ। ତ ସରବତଟା ଆପଣ ବହୁତ ଥର ପିଇଥିବେ, କିନ୍ତୁ ଏଇ ପ୍ରସାଦ ସରବତ ନିଶ୍ଚିନ୍ତ ଥରେ ବନେଇକି ଦେଖିବେ। ବହୁତ ବଢ଼ିଆ ଲାଗେ ଆଉ ବହୁତ ଟେଷ୍ଟ ଲାଗେ ପିଇବା ପାଇଁକା। ତ ଆଗକୁ ଆସୁଥିବା ରାମନବମୀରେ ଘରେ ନିଶ୍ଚିନ୍ତ ଏଇ ପ୍ରସାଦଟା ବନାନ୍ତୁ। ଶ୍ରୀରାମଙ୍କ ପାଖରେ ପ୍ରସାଦ ରୂପେ ଏଇଟା ଭୋଗ ଲଗାନ୍ତୁ ଆଉ ଘର ଲୋକ ସମସ୍ତଙ୍କୁ ପିଇବାକୁ ଦିଅନ୍ତୁ। କେମିତି ଲାଗିଲା ଆପଣମାନଙ୍କର ଅନୁଭବ ନିଶ୍ଚିନ୍ତ ସେୟାର କରିବେ। ତ ମୁଁ ପୁଣି ଆଉ ଗୋଟେ ନୂଆ ରେସିପି ନେଇ ଆସିବି। ଆଜି ପାଇଁକା ରହୁଛି। ଜୟ ଶ୍ରୀରାମ।